ସନା ଭାଇନା ମାରିକି ତତେ ଖାଇଦେବି ଅନଉଛ କଣ? ଇଏ କଣ ମାଇଚିଆ ଗାୟକ ହେଇଛି? ଓଡିଶାର ସନା ଦାସ ଗୋଟେ ମାଇଚିଆ ଗାୟକ। ମୁଁ ତ ପାଲା ଏ ବର୍ଷ ଛାଡିଦେବି, ଆଉ ପାଲା ଗାଇବିନି। ସନା ଦାସ ମୋ ଜୀବନ, ମୋ ପାଲାରେ ମୁଁ ତାକୁ ଯେତିକି ଭଲ ପାଇଛି ଓଡିଶାରେ ମୁଁ କୋଉ ଗାୟକକୁ ଏତେ ଭଲ ପାଏନି, କିନ୍ତୁ ପାଲାରେ ଛାଡିବିନି, ମାରିଦେବି ପାଲାରେ। ମୁଁ ହାତ ଯୋଡୁଛି ମା କାଳୀ ନିକଟରେ, ଆପଣ ମାନେ ଦରିଦ୍ର ହେଇଯାଆନ୍ତୁ, ଦରିଦ୍ର ହେଇଯାଆନ୍ତୁ। ଆପଣଙ୍କର ନିକଟକୁ ଆସିଛନ୍ତି, ଆପଣ କଣ ଦୀପଦ ଗାଇବେ ପାଲା ଶୁଣିବେ ବୋଲି? ତମେ ଏହି କଲ୍ୟାଣ କରୁଛ, ଆପଣ ଦରିଦ୍ର ହେଇଯାଆନ୍ତୁ। ମୁଁ ସମସ୍ତଙ୍କୁ କଲ୍ୟାଣ କରୁଛି, ସମସ୍ତେ ଦରିଦ୍ର ହେଇଯାଆନ୍ତୁ। ଜଗତରେ ଦରିଦ୍ର ହଉଛି ଜଣେ, ସେ କିଏ? ଭୁବନ ତାରିଣୀ ତରଣ ତରଙ୍ଗେ ଶଙ୍କର ମୌଳି ବିହରିଣୀ ବିମଳ ମମମତି ରାସ୍ତା ତବ ପଦ କମଳେ। ଆକାଶରୁ ଯୋଉ ଗଙ୍ଗା ନଦୀ ବୋହି ଯାଇଛି, ସେ ଗଙ୍ଗା ନଦୀଟା ଗୋଟେ ପତାକା ଭଳିଆ ଦେଖାଯାଉଛି। ଗଙ୍ଗା ନଦୀ ତା ମାନେ ହେଲା ଗୋଟେ ପତାକା। ଗଙ୍ଗା ଯଦି ପତାକାଟା ହୁଏ, ପ୍ରଭୁ କୋଉ ଜାଗାରେ ରହିଛନ୍ତି? ପତାକା ଟିକେ ଓହଳେଇବାକୁ ହେଲେ ଗୋଟାଏ ବେଣ୍ଟ ଦରକାର। ସେଇ ବେଣ୍ଟ କାଠିଟିଏ ନହେଲେ କଣ ପତାକାଟା ଉଡି ପାରିବ? ନାଇଁ। ହେ ଭଗବାନ, ତୋ ପାଦଟା ହଉଛି ଗଙ୍ଗା ନଦୀର ଗୋଟିଏ ପଟିକା ବୋଲେ ଦଣ୍ଡ। ଜ୍ୟୋତିଶ୍ଚକ୍ରାକ୍ଷ ଦଣ୍ଡ ତ୍ରିଭୁବନ ବିଜୟ ସ୍ତମ୍ଭ ଦଣ୍ଡ ଘ୍ରିଦଣ୍ଡମ। ଯୋଉ ଜ୍ୟୋତିଷ ଚକ୍ର ଗୁଡାକ ବୁଲୁଛନ୍ତି, ଗ୍ରହ ନକ୍ଷତ୍ର ତାରା ଗୁଡାକ, ତାଙ୍କ ପାଇଁ ଗୋଟେ ଦଣ୍ଡ ଦରକାର, ନହେଲେ ଖସି ପଡିବେ ତଳକୁ, ଉଲ୍କାପାତ ହେଇଯିବ, ଜଗତ ପ୍ରଳୟ ହେଇଯିବ। ତୋ ପାଦ ସେଇମାନଙ୍କର ଦଣ୍ଡ ହେଇଛି। ଦୁଏ ଶ୍ରୀଣାଙ୍କାଳ ଦଣ୍ଡ, ଯୋଉଗୁଡାକ ପାପୀ, ଚୋର, ଖଣ୍ଟ, ବେଇମାନ, ସେଇମାନଙ୍କ ପାଇଁ ତୋ ପାଦଟା ହଉଛି କାଳ ଦଣ୍ଡ। ପାପ କର୍ମ କଲା, ନିଶ୍ଚିତ ତାକୁ ଦମନ କରିବାକୁ କେବଳ ତମର ପାଦ। ସେ ପାଦଟା କେମିତିଆ ପାଦ? ଏଇଭଳିଆ ପାଦ। ଯଦୁମଣି ମହାପାତ୍ର ଧାଡ଼ିଏ କହିଲେ, ଯଦୁମଣି କହିବେ ପ୍ରଭୁଙ୍କର ପାଦ କି ଭଳିଆ? କହିଲା ଓଘାରି ଅମ୍ଭିକି ଅମ୍ବୁଜ କରି, ଓଘାରି ଅମ୍ଭିକି ଅମ୍ବୁଜ କରି, କବି ବର୍ଣ୍ଣିବାର ସର୍ପ ଗାରି ନ ପଇନ, ଚକୁଅ ପଞ୍ଚ ସହସ୍ର ବଦନରେ କାହା କୀର୍ତ୍ତି ଗୁଣ ଗାଇ। জীবনর পরমাচার্য সেই পরমেশ্বর ভগবান নারায়ণ। ଆପଣ ମାନେ ଯେତେ ବସିଛନ୍ତି ପାଲା ପ୍ରେମୀ, ମୁଁ ସେଇ ନାରାୟଣକୁ ଡାକୁଛି, ଆପଣ ମାନଙ୍କର ସମସ୍ତଙ୍କର କଲ୍ୟାଣ କରନ୍ତୁ, ସମସ୍ତଙ୍କର ମଙ୍ଗଳ ହଉ, ସମସ୍ତଙ୍କ ପରିବାର କୁଶଳରେ ରହନ୍ତୁ, ସର୍ବେ ସୁଖୀନର ଭବନ୍ତୁ, ସମସ୍ତେ ସୁଖ ଜୀବନ ଯାପନ କର। ଧନ ଅର୍ଜନ ଦରକାର ନାହିଁ, ମାନ ଅର୍ଜନ ଦରକାର।
ମୁଁ ହାତ ଯୋଡୁଛି ମା କାଳୀ ନିକଟରେ ଆପଣ ମାନେ ଦରିଦ୍ର ହେଇଯାଆନ୍ତୁ। ଦରିଦ୍ର ହେଇଯାଆନ୍ତୁ। ଏ ଆପଣଙ୍କର ନିକଟକୁ ଆସିଛନ୍ତି ଆପଣ କଣ ଦୀପଦ ଗାଇବେ ପାଲା ଶୁଣିବେ ବୋଲି ତମେ ଏହି କଲ୍ୟାଣ କରୁଛ ଆପଣ ଦରିଦ୍ର ହେଇଯାଆନ୍ତୁ। ମୁଁ ସମସ୍ତଙ୍କୁ କଲ୍ୟାଣ କରୁଛି ସମସ୍ତେ ଦରିଦ୍ର ହେଇଯାଆନ୍ତୁ। ଆଉ ପାଲା ଗାଇ ପାରିବନି ତମେ ଯଦି ସମସ୍ତେ ଧନୀ ହେବେ ସିନା ଆମକୁ ପାଲାକାର ବୋଲି ଡକେଇବେ। ଏ ଗରିବ ମୂର୍ଖଟା ତୁ ବୁଝିପାରିବୁନି। ଆଜ୍ଞା ମୁଁ ଏ ଜଗତରେ ସମସ୍ତେ କୋଟିପତି ହେଇଯାଇପାରନ୍ତି, ଧନପତି ହେଇଯାଇପାରନ୍ତି, ମାନ ଯଶ ଅର୍ଜନ କରିପାରନ୍ତି, କିନ୍ତୁ ଦରିଦ୍ର ହବାଟା ସହଜ ନୁହଁ। ସତେ କି ଆଜ୍ଞା? ଜଗତରେ ଗୋଟିଏ ମାତ୍ର ଦରିଦ୍ର। ଆଚ୍ଛା ସେଇ ଜଣକ କିଏ ସେ ଦରିଦ୍ରକୁ ଆଦର କରିକି ନେଇଥିଲା? ଆମେ ପିଲାବେଳେ ପାଠ ପଢିଲା ବେଳେ ଓଡ଼ିଆ ସାହିତ୍ୟରେ ଗୋଟିଏ ପଦ, ଦେଖିବା ଆଜ୍ଞା କଣ ଗୋଟେ ପିସି ଦିଅ। ଓଡ଼ିଆ ସାହିତ୍ୟରେ ଗୋଟିଏ ପଦ ଆମେ ଶିଖିଛେ, ଏ ଜଗତରେ ଦରିଦ୍ର ଜଣେ। ଆଚ୍ଛା ସନା ଭାଇନା ମାରିକି ତତେ ଖାଇଦେବି। ଜଗତରେ ଦରିଦ୍ର ହଉଛି ଜଣେ। ସେ କିଏ? ସେଇ ଜଣକ କିଏ ଦରିଦ୍ରକୁ ଭଲ ପାଇଥିଲା? ପିଲାବେଳେ ପାଠ ପଢିଛୁ ସାହିତ୍ୟରେ, କଲା ନିଧନ ସଂଖାଳି ଦରିଦ୍ର বাবু মারি করে মুকলা ରମେଶ ଆଜ୍ଞା ବିଷୟ କଣ ହଉଥିଲା? ଆଜ୍ଞା ହଉଥିଲା ପାତାଳପୁରରେ ପହଞ୍ଚିଛନ୍ତି ଆଜ୍ଞା ପହଞ୍ଚିଛନ୍ତି ହିରଣ୍ୟ କଶ୍ୟପ ନେଇକି ବଳି ପକାଇବ। ହିରଣ୍ୟ କଶ୍ୟପ କିଏ? ନିର୍ବାଚ କବଚ ପୁଅ ବୋଲି କହିଲେ। ନିର୍ବାଚକ ପୁଅ କିଏ? ପାଠ ଟିକେ ଖୋଜ। ଆଉ କଣ? ଅଭୟ କବଚର ପୁଅ ହଉଛି ନିର୍ବାଚକ କବଚ। ବିଷ୍ଣୁଦ୍ରୋହୀ ହେଲା। ଭଗବାନ ନାରାୟଣ ସୁଦର୍ଶନ ଚକ୍ରରେ କାଟିକି ତାକୁ ମାରିଦେଲେ। ଅତି ଅନ୍ୟାୟ କଲା। ଗର୍ଜି ଉଠିଲା ନିର୍ବାଚକ କହିଲା ମୁଁ ପ୍ରତିଶୋଧ ନେବି। କେମିତି ପ୍ରତିଶୋଧ ନବ? ଏଇଭଳିଆ ପ୍ରତିଶୋଧ ନବ ବୋଲି ଭାବିଛି ମନରେ। ଭଗବାନ କୃଷ୍ଣଙ୍କର ପ୍ରେୟସୀ ପ୍ରେମିକା ହେଲା ଦ୍ରୌପଦୀ। ଦ୍ରୌପଦୀ ଆଜ୍ଞା 100ଟା ପୁଅ ବ୍ରାହ୍ମଣ ବେଶକୁ ଧରିଲା। ବ୍ରାହ୍ମଣ ବେଶ ହେଇ ପହଞ୍ଚିଲା। ସେତେବେଳେ ପାଣ୍ଡବ ମାନେ ରାଜ୍ୟ ଛାଡି ରହିଛନ୍ତି କୋଉଠି ଆଶ୍ରୟ ନେଇଛନ୍ତି? ଅରଣ୍ୟ ଭିତରେ। ଭିତରେ ପାଣ୍ଡବ ମାନେ ରହିଛନ୍ତି। ଏ ବ୍ରାହ୍ମଣ ବେଶ ଧାରଣ କରି ଯାଇ ଦ୍ରୌପଦୀ କି ମାଗିଲା। କଣ ମାଗିଲା? କଣ ଆଜ୍ଞା? କହିଲା ମତେ ଟିକେ ପ୍ରେମଦାନ ଦିଅ। ଅରେ ମା ଦ୍ରୌପଦୀ କି ଭଳିଆ ଦେବୀ ପୁଣି ତାଙ୍କୁ ମାଗୁଛି ଅସଭ୍ୟ କଥା କହିକି। ଦ୍ରୌପଦୀ ଉତ୍ତର ଦେଲେ କହିଲେ ହଁ ମୁଁ ପ୍ରେମଦାନ ଦେବି କିନ୍ତୁ ଗୋଟାଏ ସର୍ତ୍ତ ଅଛି। ଆଚ୍ଛା କଣ ସର୍ତ୍ତ? ମତେ ଯଦି 100ଟା ମୁଣ୍ଡ ଆଣିକି ଦବୁ ମୁଁ ତତେ ପ୍ରେମଦାନ ଦେବି। 100 ମୁଣ୍ଡ? ଅରେ ଗୋଟେ ଯୋଡେ ନୁହେଁ 100ଟା ମୁଣ୍ଡ। କାହା ମୁଣ୍ଡ ଏମିତି କାଟିକି 100ଟା ଦବ ଦ୍ରୌପଦୀଙ୍କ ନିକଟରେ? କୌରବ 100 ଭାଇ,
ଶହେ କୌରବ ମରିବା ଦରକାର। ଆଚ୍ଛା 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 କାରଣ ମୋ ଆଖିର ଲୁହ, ମୋ ହୃଦୟର କୋହ ଏମାନେ ବଢେଇ ଦେଇଛନ୍ତି। ଆତ୍ମା ସଦା ସର୍ବଦା କାନ୍ଦି ଉଠୁଛି। ସାହାଯ୍ୟ କରୁଛି ଦ୍ରୌପଦୀ କି ମହାଭାରତରେ ଜଣେ 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 କୃଷ୍ଣ। ଆଜ୍ଞା ଆଜ୍ଞା ଆଉ ନା, ଭଗବାନ କୃଷ୍ଣ ସାହାଯ୍ୟ କରିନାହାନ୍ତି। ଦ୍ରୌପଦୀ କି ସାହାଯ୍ୟ କରୁଛନ୍ତି ପଞ୍ଚ ପାଣ୍ଡବ। ଆଉ ଏ ତାଙ୍କ ସ୍ୱାମୀ ସିଏ ନିଶ୍ଚିତ ସାହାଯ୍ୟ କରିଥିବେ। ନା, ସିଏ ମଧ୍ୟ ସାହାଯ୍ୟ କରିନାହାନ୍ତି। ଜଣେ ସାହାଯ୍ୟ କରିଛି ଦ୍ରୌପଦୀ କି। ଆଚ୍ଛା ସେଇ ଜଣକ କିଏ ସେ ମାଙ୍କୁ ସାହାଯ୍ୟ କରିଛି? କଲା ଅନ୍ତିମ ମନ୍ତ୍ରଣା ଫୁଙ୍କିଛି ଗାନ୍ଧାରରେ, ଫୁଙ୍କିଛି ଗାନ୍ଧାରରେ, ଫୁଙ୍କିଛି ଗାନ୍ଧାର। ଅନଉଛ କଣ? ଇଏ କଣ ମାଇଚିଆ ଗାୟକ ହେଇଛି? ନାଇଁ 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 ଓଡିଶାର ସନା ଦାସ ଗୋଟେ ମାଇଚିଆ ଗାୟକ। ପାଠ ପାଠ ବାଟରେ ଯାଉ, ଆଉ ପେଣ୍ଡାଲ ଉପରେ ଭଜନ ଗାଇକି ପାଳିଆଙ୍କୁ ଠିଆ କରିକି କଣ ପାଲା ହବ? ଏତେ ଦିନ ପାଲା ଗାଇଲଣି କିଛି ଶିଖି ପାରୁନ? କେମିତି ଶିଖିବେ? ପାଲା ଶିଖ। ଆହୁରି ସମୟ ଅଛି ତମ ମାନଙ୍କର ଶିଖିବା ପାଇଁ। କଲା ଅନ୍ତିମ ମନ୍ତ୍ରଣା ଫୁଙ୍କିଛି ଗାନ୍ଧାରରେ, ଫୁଙ୍କିଛି ଗାନ୍ଧାରରେ, ଫୁଙ୍କିଛି ଗାନ୍ଧାର। ବିଶୁଦ୍ଧ ଲାଗି କୁଆରେ, ବିଶୁଦ୍ଧ ଲାଗି କୁଆରେ। ଭଲ କି ମୁଠେ ଖାଇକି ଯା। ମୁଁ କିଛି କହୁନି ମ, କହିଲେ ତ ଖାଇପାରିବନି, ଉଠିକି ପଳେଇବ। ଆଜ୍ଞା ସେଇଟା କରନ୍ତୁ, ସେ ଖାଇବା ସମୟରେ କିଛି କହନ୍ତୁନି। ଭଲ କି ମୁଠେ ଖା। ବାସୁରେ ତମ ସାରଙ୍କୁ କହ ଟିକେ ଭଲ କି ମୁଠେ ଖାଇକି ଯାଉ। ଓଡିଶାରେ ପାଲା ଗାଇଛି, ମୁଁ ତ ପାଲା ଏ ବର୍ଷ ଛାଡିଦେବି, ଆଉ ପାଲା ଗାଇବିନି। ନାଇଁ ନାଇଁ କିନ୍ତୁ ତମ ସାରଙ୍କୁ କହ ଆଚ୍ଛା ଓଡିଶାରେ ଅଖଣ୍ଡ ଦୀପ ଯେମିତି ହେଇକି ଜଳୁଥାଉ। କାହିଁକି ନା ସନା ଦାସ ମୋ ଜୀବନ। ଆଜ୍ଞା ମୋ ପାଲାରେ ମୁଁ ତାକୁ ଯେତିକି ଭଲ ପାଇଛି, ଆଚ୍ଛା ଆଚ୍ଛା ଓଡିଶାରେ ମୁଁ କୋଉ ଗାୟକକୁ ଏତେ ଭଲ ପାଏନି। ସତ କଥା, ବସା ଘରେ କେତେ ଦୁଃଖ ସୁଖ ହଉଛନ୍ତି ତା ଠିକ ନାହିଁ। କିନ୍ତୁ ପାଲାରେ ଛାଡିବିନି, ମାରିଦେବି ପାଲାରେ। କୌରବ କୌରବ